ନା 5,000 ଠାରୁ ମହାଭୟ ହେବ ବାବୁ ମହାଭୟ ହେବ ଦିଲ୍ଲୀ ସମ୍ରାଟକୁ ଆସି ବିପଦ ପଡ଼ିବ ବାବୁ ବିପଦ ପଡ଼ିବ। ଜ୍ଞାନୀଗୁଣୀ ମଣ୍ଡଳୀ ହେ ସୁଧୀଜନେ ଅତୀତକୁ ଯଦି ଚାଲିଯିବା ନା ପୁରାଣ ଯୁଗକୁ ଯଦି ଯିବା ଅତୀତକୁ ଯିବା ଆପଣମାନେ ଜାଣିଥିବେ ଯେତେବେଳେ କୌଣସି ଗୋଟେ ରାଜା ଅନ୍ୟ ଦେଶ ଉପରେ ଆକ୍ରମଣ କରନ୍ତି ତାଙ୍କ ରାଜଧାନୀ ଉପରେ ତାଙ୍କର ପ୍ରଥମ ଲକ୍ଷ୍ୟ ଥାଏ। ଯେ ପର୍ଯ୍ୟନ୍ତ ରାଜଧାନୀ କି ସେ ଦଖଲ କରିନାହାନ୍ତି ସେ ପର୍ଯ୍ୟନ୍ତ ରାଜ୍ୟ ଜୟର ଅନ୍ୟ ରାଜ୍ୟର ସବୁ କିଛି ଅଞ୍ଚଳ ଜୟ କରିଥିବେ କିନ୍ତୁ ରାଜଧାନୀ କି ଜୟ କରିନଥିବେ ରାଜଧାନୀ କି ଅଧିକାର କରିନଥିବେ ତାହେଲେ ସେ ସମ୍ପୂର୍ଣ୍ଣ ରାଜ୍ୟ ଜୟ ସେ କରିନାହାନ୍ତି ବୋଲି ଜଣାଯାଏ। ବୁଝିଲେ ତେଣୁ ଅପୂରଣୀୟ ରହିଯାଏ ତାଙ୍କର ରାଜ୍ୟ ଜୟର ଯେକୌଣସି ରାଜା କୌଣସି ରାଜ୍ୟ ଉପରେ ଆକ୍ରମଣ କଲେ ରାଜଧାନୀ ତାଙ୍କ କବଳକୁ ନ ଆସିଛି ସେ ରାଜ୍ୟର ରାଜଧାନୀ କି ଯଦି କବଳରେ ନେଇନାହାନ୍ତି ଅକ୍ତିଆରରେ ନେଇନାହାନ୍ତି ତାହେଲେ ରାଜ୍ୟ ଜୟ ସେ କରିନାହାନ୍ତି ସମ୍ପୂର୍ଣ୍ଣ ରାଜ୍ୟ ଜୟ କରିଥାନ୍ତି ରାଜ୍ୟର ରାଜଧାନୀ କି ଅକ୍ତିଆର କରିନାହାନ୍ତି। ତେଣୁ ସେଇଭଳି ଭାରତର ରାଜଧାନୀ ହେଉଛି ଦିଲ୍ଲୀ। ମହାପୁରୁଷ କହୁଛନ୍ତି 5,000 ଠାରୁ ମହାଭୟ ହେବ ଦିଲ୍ଲୀ ସମ୍ରାଟକୁ ଆସି ବିପଦ ପଡ଼ିବ। ଦିଲ୍ଲୀ ସମ୍ରାଟ ଉପରେ ଦିନେ ବିପଦ ପଡ଼ିବ ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ ଲେଖିଲେ। ଇଏ ଦିଲ୍ଲୀ ସହର କ'ଣ ନା ହସ୍ତିନା କଟକ ଜୀବନ ଭୂଇଁ ଦିଲ୍ଲୀ ଦରବାର ଅଟଇ ସେଇ ଦ୍ୱାପର ଯୁଗରେ ଯେଉଁଟା ହସ୍ତିନା କଳି ଯୁଗରେ ହେଉଛି ଏଇଟା ଦିଲ୍ଲୀ। ଦ୍ୱାପର ଯୁଗରେ ପାଣ୍ଡବ ମାନେ ଯେଉଁ ହସ୍ତିନା ରାଜ୍ୟରେ ରାଜ୍ୟ ଶାସନ କରୁଥିଲେ ରହିକରି ଧର୍ମରାଜ ଯୁଧିଷ୍ଠିର ଯେଉଁ ହସ୍ତିନା ସିଂହାସନ ବସି ରାଜ୍ୟ ଶାସନ କରୁଥିଲେ ସେଇ ହସ୍ତିନା ସିଂହାସନ କଳି ଯୁଗରେ ତାର ନାମ ହେଉଛି କ'ଣ ନା ଦିଲ୍ଲୀ। ସେ ଦିଲ୍ଲୀ ସହର ଉପରେ ଦିନେ ବିପଦ ପଡ଼ିବ ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ ଲେଖିଲେ। ବିପଦ କେବେ ପଡ଼ିବ ଅଚ୍ୟୁତାନନ୍ଦ ମହାପୁରୁଷ କହୁଛନ୍ତି କହିଲେ ଏ ବିପଦଟା କେବେ ପଡ଼ିବ ଏ ଜ୍ଞାନୀଗୁଣୀ ମଣ୍ଡଳୀ ସୁଧିଜାନେ ମହାପୁରୁଷ ଲେଖିଛନ୍ତି ମାଳିକାରେ। କେବେ ନା 5,000 ଠାରୁ ମହାଭୟ ହେବ ବାବୁ ମହାଭୟ ହେବ ଦିଲ୍ଲୀ ସମ୍ରାଟକୁ ଆସି ବିପଦ ପଡ଼ିବ ବାବୁ ବିପଦ ପଡ଼ିବ। 5,000 ଠାରୁ ମହାଭୟ ହେବ ଅର୍ଥ କଳିଯୁଗ ଯେତେବେଳେ 5,000 ବର୍ଷ ଭୋଗ ହେଇଯିବ ଏ 5,000 ବର୍ଷ ଭୋଗ ପରେ ପରେ ଦିଲ୍ଲୀ ସହର ଉପରେ ବିପଦ ପଡ଼ିବ ଦିଲ୍ଲୀ ସମ୍ରାଟକୁ ବିପଦ ପଡ଼ିବ। 5,000 ବର୍ଷକ ଭୋଗ ହେଇନି ହଁ କଳିଯୁଗ 5,000 ବର୍ଷ ଭୋଗ ହେଇଗଲାଣି ଅତୀତରେ ଦିଲ୍ଲୀ ସହର ଉପରେ ଆକ୍ରମଣ ହେଇଛି କିନ୍ତୁ ଆହୁରି ଆଗକୁ ବଡ଼ ବିପଦ ରହିଛି। ସେ ବିପଦ ପକେଇବ କିଏ ନା ଗାନ୍ଧାର ସେନ ଯେ ଗୋଳ କରିବ ଅବଶ୍ୟ ଗୋଳ କରିବା ବସ୍ୟ 5,000 5 ସରିବ ବୟସ ବାବୁ ସରିବ ବୟସ ଗାନ୍ଧାର ସେନ ଯେ ଗୋଳ କରିବ ଅବଶ୍ୟ 5,000 5 ସରିବ ବରଷ ବାୟୁଷ କହିଲେ ଦିଲ୍ଲୀ ସହର ଉପରେ ଆଗକୁ ଗାନ୍ଧାର ସେନା ବିପଦ ଆଣିବ। ଦିଲ୍ଲୀ ସମ୍ରାଟ ଉପରେ ଗାନ୍ଧାର ସେନା ବିପଦ ପକେଇବ। ଏ ଗାନ୍ଧାର ସେନା କି ଏ ଜ୍ଞାନୀଗୁଣୀ ମଣ୍ଡଳୀ ସୁଧିଜନେ ମାଳିକାର ନାମ ହେଲା ସିଦ୍ଧ କାହାଳୀ ଅଚ୍ୟୁତାନନ୍ଦ ମହାପୁରୁଷ ଲେଖିଲେ। ଏ ଗାନ୍ଧାର ସେନା କିଏ ଗାନ୍ଧାର ସେନା କହିଲେ କ'ଣ ନା ଗାନ୍ଧାରର ସେନା ମାନେ ଗାନ୍ଧାରର ସେନା ମାନେ କି ଦ୍ୱାପର ଯୁଗରେ ଗାନ୍ଧାର ବୋଲି ଗୋଟେ ରାଜ୍ୟ ଥିଲା ନାଇଁ ଆଉ ସେ ଗାନ୍ଧାର ରାଜ୍ୟର ରାଜା ଥିଲେ କିଏ ଶକୁନି। ଗାନ୍ଧାର ରାଜ୍ୟର ରାଜା ହେଉଛନ୍ତି ଶକୁନି ଯିଏ ହେଉଛନ୍ତି କୌରବମାନଙ୍କର ବା ଦୁର୍ଯ୍ୟୋଧନ ଦୁଃଶାସନ ପୂର୍ବେ କୌରବମାନଙ୍କ 100 ଭାଇମାନଙ୍କର ସେ ହେଉଛନ୍ତି ମାମୁଁ ଯାହାର ଭଉଣୀ ହେଉଛନ୍ତି ଗାନ୍ଧାରୀ ନୁହେଁ ବିବାହ କରିଥିଲେ କାହାକୁ ଅନ୍ଧଧୂତ ରାଷ୍ଟ୍ରକୁ
ଏ ସୁଧିୟାନି ଜ୍ଞାନୀ ଗୁଣୀ ମଣ୍ଡଳୀ ବିବାହ କରିଥିଲେ କାହାକୁ ନା ଧୂତରାଷ୍ଟ୍ରକୁ। ଦେଖନ୍ତୁ ଧ୍ୟାନ ଦେବେ କଥା ଉପରେ। ଧୂତରାଷ୍ଟ୍ର ସେତେବେଳେ କୋଉ ରାଜସିଂହାସନ ବସିକି ରାଜ୍ୟ ଶାସନ କରୁଥିଲେ? ହସ୍ତିନା। ହସ୍ତିନା ରାଜ୍ୟର ପଣ୍ଡୁ ମଲା ପରେ ପଣ୍ଡୁ ଏବଂ ଧୂତରାଷ୍ଟ୍ର ଇଏ ଦୁଇ ଜଣ ହେଉଛନ୍ତି କିଏ ନା ଅମ୍ବିକା ଅମ୍ବାଳିକାଙ୍କର ପୁତ୍ର। ୟାଙ୍କର ପୁତ୍ର ହେଉଛନ୍ତି ଅମ୍ବିକା ଏବଂ ଅମ୍ବାଳିକା। ସ୍ୱୟଂ ବ୍ୟାସଦେବଙ୍କର ଔରସରୁ ଏମାନେ ଜନ୍ମଗ୍ରହଣ କରିଥିଲେ। ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଜି କି ଜୟ। এই জ্ঞানী গুণী মণ্ডলী ସୁଧୀ ଜାନି। ତେଣୁ ସେଇ ଅମ୍ବା ଅମ୍ବିକାଙ୍କ ସହିତ ସମ୍ପର୍କ ସ୍ଥାପନ କରି ଜନ୍ମ ହୋଇଥିଲେ କି ବ୍ୟାସଙ୍କ ଠାରୁ ନା ଧୂତରାଷ୍ଟ୍ର ଏବଂ ପଣ୍ଡୁ। କିନ୍ତୁ ପଣ୍ଡୁ ଯେତେବେଳେ ଚାଲିଗଲେ ହସ୍ତିନା ସିଂହାସନ ଶୂନ୍ୟ ହେଇକି କ'ଣ ରହିବ ନା ବଡ଼ ଭାଇ ଧୂତରାଷ୍ଟ୍ର ହେଇଥିଲେ ମଧ୍ୟ କିନ୍ତୁ ହେ ଜ୍ଞାନୀ ଗୋଟେ ପଣ୍ଡୁ ରାଜା ହେଇଥିଲେ। ଜନ୍ମାନ୍ଧ ଥିଲେ ଅନ୍ଧ ଧୂତରାଷ୍ଟ୍ର। ତେଣୁ ସେ ଯେତେବେଳେ ହସ୍ତିନା ସିଂହାସନରେ ବସିଥିଲେ ମହାପୁରୁଷ କହୁଛନ୍ତି ଏପଟେ ଗାନ୍ଧାର ରାଜ୍ୟରେ ରାଜୁତି କରୁଥିଲେ ଶକୁନି। ଏ ଶକୁନି ପ୍ରତିଜ୍ଞା କରିଥିଲା, ସଂକଳ୍ପ କରିଥିଲା ଯେମିତି ମୋର ବଂଶ ସେଇ ହସ୍ତିନା ରାଜ୍ୟ ପାଇଁ ହସ୍ତିନା ରାଜାଙ୍କ ପାଇଁ ଆଜି ସମୂଳେ ବିନାଶ ହେଇଛି। ମୋର ଭାଇମାନେ ଆଜି ବିନାଶ ଯାଇଛନ୍ତି, ମୋ ରାଜ୍ୟ କ୍ଷୟକ୍ଷତି ଘଟିଛି। ମୋର କେଉଁ ଭାଇମାନେ ଆଜି ନାହାନ୍ତି, ସମସ୍ତେ ବନ୍ଦୀ ଗୃହରେ ରହି ଗୋଟେ ପରେ ଗୋଟେ ମରିଛନ୍ତି ହସ୍ତିନାର ବନ୍ଦୀ ଗୃହରେ ରହି। ତେଣୁ ମୁଁ ମଧ୍ୟ ପ୍ରତିଜ୍ଞା କରୁଛି ଯେଭଳି ଭାବରେ ମୋ ବଂଶ ନାଶ ହେଇଛି ସେଇଭଳି ଭାବରେ ମୁଁ ଏ ହସ୍ତିନା ସିଂହାସନକୁ କ'ଣ ନା ସିଂହାସନ ଶୂନ୍ୟ ରାଜଶୂନ୍ୟ କରିଦେବି। ଆଉ ସେତେବେଳେ ସଂକଳ୍ପ ନେଇଥିଲେ କି ନା ଗାନ୍ଧାର ରାଜ୍ୟର ରାଜା ଶକୁନି ଏବଂ ଏଇପଟେ ଆସି ଗାନ୍ଧାର ରାଜ୍ୟ ଛାଡ଼ି ଶରଣ ନେଇଥିଲେ ବା ଏଇଠାରେ ରହିଥିଲେ ହସ୍ତିନା ରାଜ୍ୟରେ। ଏ ଜ୍ଞାନୀ ଗୁଣୀ ମଣ୍ଡଳୀ ସୁଧୀ ଜାନି। ସେଇ ଗାନ୍ଧାର ରାଜ୍ୟର ରାଜା ଶକୁନିଙ୍କର କୂଟ ଚକ୍ରାନ୍ତ ଫଳରେ ଆଜି 99 ଭାଇ ଦୁର୍ଯ୍ୟୋଧନ ଦୁଃଶାସନ ପର୍ଯ୍ୟନ୍ତ 99 ଭାଇମାନେ ବିନାଶ ହେଇଥିଲେ। ଗାନ୍ଧାରୀ ପୁତ୍ରମାନେ ବିନାଶ ହେଇଗଲେ। ଗାନ୍ଧାରୀ ଯେତେବେଳେ ପଛରେ ଜାଣିଲା ପ୍ରତିଜ୍ଞା କଲା, କହିଲା ମୁଁ ଆଜି ମୁଁ ଅଭିଶାପ ଦଉଛି, ତୁ ପ୍ରତିଜ୍ଞା କରିଥିଲୁ ମୋ ଭାଇ ହେଇ ପ୍ରତିଜ୍ଞା କରିଥିଲୁ ମୋ ବଂଶ ବୁଡ଼େଇବୁ ବୋଲି। ଆଜି ମୁଁ ତତେ ଅଭିଶାପ ଦଉଛି ଯେଭଳି ଭାବରେ ମୋ ହସ୍ତିନା ରାଜ୍ୟକୁ ମୋର ପୁତ୍ର ଶୂନ୍ୟ କରିଦେଲୁ, ମୋ ବଂଶରେ ମୋତେ ପାଣି ଦେବା ପାଇଁ ମଲା ପରେ କେହି ନାହାନ୍ତି, ମୋ ବଂଶ ବିନାଶ କରିଦେଲୁ, ଅଶାନ୍ତି ସୃଷ୍ଟି କରି ଭାଇ ଭାଇ ଭିତରେ ଝଗଡ଼ା ସୃଷ୍ଟି କରି। ତେଣୁ ମୁଁ ଆଜି ଗାନ୍ଧାରୀ ମୁଁ ତତେ ଅଭିଶାପ ଦଉଛି, ତୁ ଭାଇ ହେଲେ ମଧ୍ୟ ହେ ଶକୁନି ତୋ ରାଜ୍ୟରେ ସବୁବେଳେ ଗଣ୍ଡଗୋଳ ଲାଗି ରହିବ। ତୋ ରାଜ୍ୟରେ ଯେଉଁମାନେ ରହିବେ ଶାନ୍ତିରେ ରହିପାରିବେ ନାହିଁ, ସବୁବେଳେ ଅଶାନ୍ତି ତୋ ରାଜ୍ୟରେ ଦେଖାଦେବ। ଗାନ୍ଧାରୀ ଅଭିଶାପ ଦେଇଥିଲା କାହାକୁ? ଶକୁନି। ଶକୁନି କହିଲା ହେ ଭଉଣୀ ତୁ ମୋତେ ଅଭିଶାପ ଦେଲେ କ'ଣ ହେବ? ମୁଁ ଯେ ପର୍ଯ୍ୟନ୍ତ ମୋ ରାଜ୍ୟ ଥିବ, ମୋ ରାଜ୍ୟବାସୀ ଥିବେ, ସେ ପର୍ଯ୍ୟନ୍ତ ହସ୍ତିନା ଉପରେ ସବୁବେଳେ ଆକ୍ରମଣ ଆମେ କରୁଥିବୁ। ହସ୍ତିନାରେ କାହାକୁ ଶାନ୍ତିରେ ରଖିଦେବୁ ନାହିଁ। ଯିଏ ରାଜା ହେବ ତା ଉପରେ ହିଁ ବିପଦ ପଡ଼ିବ। ତେଣୁ ସେଇ ଶକୁନି ରହିଥିଲା କେଉଁଠି ନା ଗାନ୍ଧାର ରାଜ୍ୟର ରାଜା ଶକୁନି। ମହାପୁରୁଷ ଅଚ୍ୟୁତାନନ୍ଦ ସେଇଥିପାଇଁ ମହାମାଳିକାରେ କହିଲେ ସେ ଦ୍ୱାପର ଯୁଗରେ ଯେଉଁଟା ହସ୍ତିନା ଥିଲା କଳି ଯୁଗରେ ଦିଲ୍ଲୀ, ଆଉ ସେ ଦ୍ୱାପର ଯୁଗରେ ଯେଉଁଟା ଗାନ୍ଧାର ରାଜ୍ୟ ଥିଲା କଳି ଯୁଗରେ ସେଇଟା କ'ଣ ନା ଆଫଗାନିସ୍ତାନ କାନ୍ଦାହାର ସେ ବର୍ତ୍ତମାନ। ତେଣୁ ମହାପୁରୁଷ ସେଥିପାଇଁ କହୁଛନ୍ତି ଗାନ୍ଧାର ସେନା ଯେ ଗୋଳା କରିବା ଆବଶ୍ୟ କରିବା ପାଞ୍ଚ ଯେ ହଜାର ପାଞ୍ଚ ସରିବ ବରଷ ସରିବ ରସ। ତେଣୁ ଦ୍ୱାପର ଯୁଗରେ ଯେଉଁମାନେ ଗାନ୍ଧାରର ସେନାମାନେ ସେମାନେ ଯେମିତି ଗଣ୍ଡଗୋଳ ସୃଷ୍ଟି କଲେ, ଆଉ ସେଇ ଗାନ୍ଧାର ସେନାମାନେ କଳି ଯୁଗରେ ହସ୍ତିନା ଉପରେ ଆକ୍ରମଣ କରି କଳିଗୋଳ ସୃଷ୍ଟି କରିବେ। ସେ ଗାନ୍ଧାର ସେନା କି ନା ମହାପୁରୁଷ କହୁଛନ୍ତି ତାଲିବାନୀ ମାନେ। ସେ ତାଲିବାନୀ ମାନଙ୍କର ଆକ୍ରମଣ ବାରମ୍ବାର ଦିଲ୍ଲୀ ଉପରେ ହେବ, ଯେଉଁଟା ହସ୍ତିନା ବର୍ତ୍ତମାନ କଳି ଯୁଗରେ ଦିଲ୍ଲୀ, ସେ ଦିଲ୍ଲୀ ସିଂହାସନ ଉପରେ ମହାପୁରୁଷ କହୁଛନ୍ତି ବାରମ୍ବାର ଆକ୍ରମଣ ହେବ।
ଆଉ ସେଠି ଯିଏ ରାଜା ଥିବେ ତାଙ୍କ ଉପରେ ବିପଦ ପଡ଼ିବ। ଆଉ ସେତେବେଳେ ମହାପୁରୁଷ ଲେଖିଲେ ମହାବତାସ ଯେ ଜଳ